ଶୀତରେ ଥରୁଛି ଓଡ଼ିଶା। ଘନ କୁହୁଡ଼ି ପ୍ରବଳ ଶୀତର ପ୍ରକୋପକୁ ଆହୁରି ବୃଦ୍ଧି କରୁଛି। ସାରା ରାଜ୍ୟରେ ଶୀତ ପ୍ରକୋପ ଲାଗି ରହିଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପାରଦ 15 ଡିଗ୍ରୀ ମଧ୍ୟରେ, ପଶ୍ଚିମ ଦକ୍ଷିଣ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ କିମ୍ବା ଏହାଠାରୁ ତଳକୁ ରହିଛି। ଗତ 24 ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ସର୍ବନିମ୍ନ ତାପମାତ୍ରା ରିପୋର୍ଟ ଅନୁଯାୟୀ ରାଜ୍ୟର 13ଟି ସ୍ଥାନରେ 10 ଡିଗ୍ରୀ କିମ୍ବା ତାଠାରୁ ତଳେ ରହିଛି। ସବୁଠୁ ଅଧିକ ଶୀତ ପଡ଼ୁଛି କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାରେ। କନ୍ଧମାଳ ଜିଲ୍ଲାର ଉଦୟଗିରିରେ ପାରଦ 3 ଡିଗ୍ରୀ ରହିଛି। ଉକ୍ତ ଜିଲ୍ଲାର ଦାରିଙ୍ଗବାଡ଼ି ଏବଂ ଫୁଲବାଣୀରେ ରାତିର ତାପମାତ୍ରା 6 ଡିଗ୍ରୀ ଲେଖାଏଁ ରହିଛି। କୋରାପୁଟର ସେମିଳିଗୁଡ଼ାରେ ପାରଦ 7.5 ଡିଗ୍ରୀ ଥିବା ବେଳେ କୋରାପୁଟ, ଝାରସୁଗୁଡ଼ା ଏବଂ ରାଉରକେଲାରେ 7 ଡିଗ୍ରୀ ଲେଖାଏଁ ରହିଛି। ଘନ କୁହୁଡ଼ି ପ୍ରବଳ ଶୀତର ପ୍ରକୋପକୁ ଆହୁରି ବୃଦ୍ଧି କରୁଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ। 2026 ଜାନୁଆରୀ ପହିଲା ପର୍ଯ୍ୟନ୍ତ ଘନ କୁହୁଡ଼ି ଦୃଶ୍ୟମାନ ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଜେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କିରେଇରେ ପାରଦ 8.3 ଡିଗ୍ରୀ ଥିବାବେଳେ ନବରଙ୍ଗପୁରରେ 8.5, ଅନୁଗୁଳରେ 9, ସୁନ୍ଦରଗଡ଼ରେ 9.2, ଭବାନୀପାଟଣାରେ 9.5, ବଲାଙ୍ଗୀରରେ 10, ଭୁବନେଶ୍ୱରରେ 13.1 ଏବଂ କଟକରେ 11.8 ଡିଗ୍ରୀ ରହିଛି। ସୋମବାର ସକାଳେ ଫୁଲବାଣୀ, ରାଉରକେଲା, କୋରାପୁଟ ଏବଂ ଭବାନୀପାଟଣାରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି। ସୋମବାର ସକାଳେ କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, କୋରାପୁଟ, ଖୋର୍ଦ୍ଧା, ସମ୍ବଲପୁର, କଟକ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ, ଅନୁଗୁଳ ଏବଂ ଯାଜପୁର ଜିଲ୍ଲାର କିଛି ଅଞ୍ଚଳରେ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଏବଂ ନୟାଗଡ଼ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ଜେଲୋ ୱାର୍ଣ୍ଣିଂ ଜାରି ହୋଇଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ବି. ଦିବ୍ୟେନ୍ଦୁ ଶେଖର, ଯୁବ ସାମ୍ବାଦିକ ଅଙ୍କ ରିପୋର୍ଟ।